ଦିନେ ମା ଲକ୍ଷ୍ମୀ ଜଣେ ସାଧବଙ୍କ ଉପରେ ଅଭିମାନ କରି ତାଙ୍କ ଘର ଛାଡ଼ି ଚାଲି ଯାଉଥିଲେ। ଯିବା ସମୟରେ ସାଧବ ପହଞ୍ଚି ମାଙ୍କୁ ନ ଯିବା ପାଇଁ ଗୁହାରି କଲେ, କିନ୍ତୁ ମା ଲକ୍ଷ୍ମୀ ଯିବା ପାଇଁ ନିଷ୍ପତ୍ତି ନେଇସାରିଥିବାରୁ ନିଜ କଥାରେ ଅଟଳ ରହିଲେ। କିନ୍ତୁ ସାଧବଙ୍କ ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ କିଛି ବର ମାଗିବାକୁ କହିଲେ। ସାଧବ ଜଣକ ବୁଝିଗଲେ ଯେ ମା ଯିବା ପରେ ହାନି ଆସି ପହଞ୍ଚିବ, ତେଣୁ ସେ ଭାବିଚିନ୍ତି କହିଲେ, ମା ମୋ ପରିବାରକୁ ପ୍ରେମର ଶକ୍ତି ପ୍ରଦାନ କରନ୍ତୁ। ମା ଲକ୍ଷ୍ମୀ ତଥାସ୍ତୁ କହି ଚାଲିଗଲେ। କିଛି ଦିନ ପରେ ହାନି ତା କରାମତି ଆରମ୍ଭ କରିଦେଲା। ସାଧବଙ୍କ ସାନ ବୋହୂ ଖେଚୁଡ଼ି ପ୍ରସ୍ତୁତ କରୁଥିଲେ। ସେ ଖେଚୁଡ଼ିରେ ଆବଶ୍ୟକ ସାମଗ୍ରୀ ଓ ଲୁଣ ପକାଇ ଚାଲିଗଲେ। କିଛି ସମୟ ପରେ ମଝିଆ ବୋହୂ ଆସି ସେଥିରେ ଲୁଣ ପକାଇ ଚାଲିଗଲେ। ତାପରେ ବଡ଼ ବୋହୂ ଆସିଲେ, ସେ ମଧ୍ୟ ଆଉ ଥରେ ଲୁଣ ପକାଇ ଚାଲିଗଲେ। ଶେଷରେ ଶାଶୁ ମଧ୍ୟ ଖେଚୁଡ଼ିକୁ ଓହ୍ଲେଇବା ସମୟରେ କିଛି ଲୁଣ ପକାଇଲେ। ସନ୍ଧ୍ୟାରେ ସାଧବ ଆସି ଖେଚୁଡ଼ି ଖାଇଲେ। ସେ ଖେଚୁଡ଼ିକୁ ପାଟିରେ ଦେବା କ୍ଷଣି ଜାଣିଗଲେ ଏହା ହାନିର କାମ। ସେ କିଛି ନ କହି ଖୁସିରେ ଖେଚୁଡ଼ି ଖାଇ ଚାଲିଗଲେ। ଏହାପରେ ବଡ଼ ପୁଅ ଆସିଲେ। ସେ ଖେଚୁଡ଼ି ଖାଇବା ଆରମ୍ଭ କରି ପଚାରିଲେ, ବାପା ଖାଇଲେଣି? ଉତ୍ତର ପାଇଲେ ହଁ। ତେଣୁ ସେ ମଧ୍ୟ ସେ ଖେଚୁଡ଼ି ଖାଇ ଚାଲିଗଲେ। ଏହାପରେ ମଝିଆ ପୁଅ ଆସିଲେ। ସେ ଖେଚୁଡ଼ିକୁ ପାଟିରେ ପୁରାଉ ପୁରାଉ ପଚାରିଲେ, ବାପା କିମ୍ବା ଭାଇ କିଛି ଖେଚୁଡ଼ି ସମ୍ପର୍କରେ କହୁଥିଲେ କି? ଉତ୍ତର ପାଇଲେ ନା, ସେ ତ କିଛି କହୁନଥିଲେ। ଏହି ଉତ୍ତର ପାଇବା ପରେ ସେ ମଧ୍ୟ ଚୁପଚାପ ଖାଇ ଚାଲିଗଲେ। ସାରା ପରିବାର ରନ୍ଧା ହୋଇଥିବା ଖେଚୁଡ଼ି ଖାଇ ସାରିଦେଲେ, ହେଲେ କେହି ବି ପଦେ ପାଟି ଖୋଲିଲେନି। ତା ପରଦିନ ହାନି ଘର ଛାଡ଼ି ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସାଧବ ଆସିଲେ। ପଚାରିଲେ, କାହିଁକି ଚାଲି ଯାଉଛ? ହାନି କହିଲା, ଯେଉଁଠି ଗୋଟେ ପରିବାରର ସଦସ୍ୟମାନେ 1 କିଲୋ ଲୁଣ ପ୍ରେମର ସହ ଖାଇଗଲେ, ସେଠାରେ ମୋର ସ୍ଥାନ କାହିଁ? ଅର୍ଥାତ୍ ପରସ୍ପର ଭିତରେ ପ୍ରେମ ଥିଲେ କେବେ ହାନି ଅମଙ୍ଗଳ ବା ଅକଲ୍ୟାଣ କରିନଥାଏ। ପରସ୍ପର ପ୍ରେମରେ ବଞ୍ଚିବା ହିଁ ପ୍ରକୃତ ଜୀବନ। ତେଣୁ ପିଲାମାନେ, ଜୀବନରେ ସୁଖ ଆସିବ, ଦୁଃଖ ବି ଆସିବ। ଭଲ ମନ୍ଦ, ଅଭାବ ଅସୁବିଧା, ଖରାପ ସମୟ ଏସବୁ ତ ଲାଗିଛି। କିନ୍ତୁ ଖରାପ ସମୟକୁ ଉପସ୍ଥିତ ବୁଦ୍ଧି ସହ ଖୁସି ଖୁସିରେ କାଟିଲେ ଖରାପ ସମୟ ବେଶୀ ଦିନ ରହିପାରିବ ନାହିଁ।